ରାଜ୍ୟରେ ଆସନ୍ତା ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ। ଉପକୂଳ ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଦକ୍ଷିଣ ବାଂଲାଦେଶ ଓ ତତ୍ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଏହି ଘୂର୍ଣ୍ଣବଳୟ ଉତ୍ତର ଦିଗକୁ ଗତି କରୁଥିବା ବେଳେ ଆଗାମୀ 48 ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ 5 ଦିନ ଯାଏଁ ଲଗାଣ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ। ହାଲୁକାରୁ ମଧ୍ୟମ ଧରଣର ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜିଠାରୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୁଭଦ୍ରା ନେଇ ଆସିଲା ବଡ଼ ଖବର। ବିଧାନସଭାରେ ଆସିଲା ସୁଭଦ୍ରା ଯୋଜନାର ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାଲିରେ ସୁଭଦ୍ରା ଯୋଜନାରେ ଥିବା କହିଲେ ମୁଖ୍ୟମନ୍ତ୍ରୀ। ରୁ 60 ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା। ରୁ 60 ବର୍ଷ ମହିଳାଙ୍କ ଆକାଉଣ୍ଟକୁ 5,000 ଟଙ୍କା ଯିବ। ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଟଙ୍କା ଦିଆଯିବ। ପ୍ରତିବର୍ଷ 2 ଥର 5 ବର୍ଷ ଯାଏ ସହାୟତା ରାଶି ଦିଆଯିବ। ଏହି ଯୋଜନାରେ ରାଜ୍ୟର 1 କୋଟିରୁ ଅଧିକ ମହିଳା ଉପକୃତ ହେବେ। ମଙ୍କି ପକ୍ସ ଭାଇରସ ଲୋକଙ୍କୁ ଶିକାର କରିବାରେ ଲାଗିଛି। ସାରା ବିଶ୍ୱରେ ଏହାକୁ ନେଇ ଏବେ ସମସ୍ତେ ଚିନ୍ତିତ। ବିଶ୍ୱବ୍ୟାପୀ ଅନେକ ଲୋକେ ଏଯାବତ ପୀଡ଼ିତ ହୋଇସାରିଲେଣି। ଏହି ଭାଇରସ କିପରି ବ୍ୟାପୁଛି, ଏହାକୁ ନେଇ ମଧ୍ୟ ଲୋକେ ଚିନ୍ତାରେ ରହିଛନ୍ତି। କୋଭିଡ୍ ପରି ପବନ ମାଧ୍ୟମରେ ଏହା ଲୋକଙ୍କୁ ପ୍ରଭାବିତ କରିଥାଏ ନା ଏହି ଭାଇରସ ଆକ୍ରମଣର ଅନ୍ୟ କୌଣସି କାରଣ ରହିଛି? ମଙ୍କିପକ୍ସ ବା ଏମପକ୍ସ ଏକ ଭାଇରାଲ ଜେନେଟିକ୍ ରୋଗ। ଏହା ମଧ୍ୟ ଓ ପଶ୍ଚିମ ଆଫ୍ରିକାର ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହି ସମୟ ମଧ୍ୟରେ 1000ରୁ ଅଧିକ ମାମଲା ମିଳିସାରିଛି। ଏଥିମଧ୍ୟରୁ ରୁ ଅଧିକ ଜଣଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ସ୍ଥିତିର ଗମ୍ଭୀରତାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗ୍ଲୋବାଲ ଏମର୍ଜେନ୍ସି ଘୋଷଣା କରିଛି। ରୁଷ ୟୁକ୍ରେନ ଯୁଦ୍ଧରେ ଲାଗିବ କି ବିରାମ? କିଭରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି? ପୋଲାଣ୍ଡରୁ ସ୍ୱତନ୍ତ୍ର ଟ୍ରେନରେ ଆସି ପ୍ରଧାନମନ୍ତ୍ରୀ ମୋଦି କିଭରେ ପହଞ୍ଚିଛନ୍ତି? ସେଠାରେ 7 ଘଣ୍ଟା ରହିବେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କିଙ୍କ ସହ ଆଲୋଚନା କରିବେ। କିଛି ସପ୍ତାହ ତଳେ ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ ଆଜି କେନ୍ଦ୍ର ସରକାର ଆଣିଥିବା ୱାକଫ୍ ସଂଶୋଧିତ ବିଲ୍ ବିରୋଧରେ ମତ ରଖିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ଜେଡିୟୁ ସହଯୋଗୀ ଦଳ ଭାବେ କାର୍ଯ୍ୟ କରୁଛି। ତଥାପି କେନ୍ଦ୍ର ଆଣିଥିବା ବିଲ୍ ବିରୋଧରେ ବିଜେପିର ତୃତୀୟ ସହଯୋଗୀ ଦଳ ଭାବେ ଜେଡିୟୁ ସ୍ୱର ଉଠାଇଛି। ଏହା ପୂର୍ବରୁ ବିଜେପି ସହ ମିଶି ସରକାର ଗଠନ କରିଥିବା ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି, ରାମବିଲାସ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମଧ୍ୟ ୱାକଫ୍ ବିଲ୍କୁ ବିରୋଧ କରିଥିଲା। ବିହାର ମୁଖ୍ୟମନ୍ତ୍ରୀଙ୍କ ଦଳ ଜେଡିୟୁର ଚାହୁଁଛି ଯେ ମୁସଲିମମାନଙ୍କ ସ୍ୱାର୍ଥକୁ ଅଧିକ ସୁରକ୍ଷିତ କରିବା ପାଇଁ ପ୍ରସ୍ତାବିତ ଆଇନରେ ପରିବର୍ତ୍ତନ ହେଉ। ଶାଅନ୍ତୀ ସ୍ୱରୂପ ଭଟ୍ଟନାଗର ପୁରସ୍କାରରେ ସମ୍ମାନିତ ହେଲେ 2 ଓଡ଼ିଆ ବୈଜ୍ଞାନିକ। ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଆ ବିଜ୍ଞାନୀ ଡକ୍ଟର ସ୍ୱରୂପ କୁମାର ପରିଡ଼ାଙ୍କୁ କୃଷି ବିଜ୍ଞାନ ଲାଗି ଏବଂ ଡକ୍ଟର ଦିଗେନ୍ଦ୍ର ନାଥ ସ୍ୱାଇଁଙ୍କୁ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ଲାଗି ଏହି ସମ୍ମାନଜନକ ବିଜ୍ଞାନ ପୁରସ୍କାର ପାଇଛନ୍ତି। ପୁରୀ ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ 4 ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ। ଶନିବାର ଅପରାହ୍ନଟାରୁ ସନ୍ଧ୍ୟାଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ମାଓ ମୁକାବିଲା କାର୍ଯ୍ୟରେ ନିୟୋଜିତ 2 କମ୍ପାନୀ ବିଏସ୍ଏଫ୍ ଯବାନଙ୍କୁ ଜମ୍ମୁ, କାଶ୍ମୀର ଓ 6 କମ୍ପାନୀ ଛତିଶଗଡ଼କୁ ସ୍ଥାନାନ୍ତର କରିନେବା ପରେ ଓଡ଼ିଶାରେ ମାଓ ମୁକାବିଲା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆସନ୍ତା 24 ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ରାୟପୁରରେ ବିଭିନ୍ନ ରାଜ୍ୟର ଡିଜିପିଙ୍କ ସହ ବୈଠକ କରିବେ। ବୈଠକରେ ସାରା ଦେଶରେ ମାଓବାଦୀ ମୁକାବିଲାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଏଥିପାଇଁ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା। ଉକ୍ତ ବୈଠକରେ ଡିଜିପି ୱାଇ ବି ଖୁରାନିଆ ଯୋଗଦେଇ ଯବାନ ଫେରସ୍ତ କଥା ଉଠାଇବେ। ମହାନଦୀ ଓ ପ୍ରସଙ୍ଗରେ ହାତ ଝାଡ଼ିଦେଲେ ରାଜ୍ୟ ସରକାର।
अदालत ओ ट्रिब्यूनाल रे एही प्रसंग विचाराधीन थिबा उल्लेख करी सरकार उभय प्रसंगरे निज उपरु दायित्व खसाई देइछंती। विधानसभारे विधायक पवित्र साउतांकर एक अणतारका प्रश्नरे मिलिथिबा उत्तररु सरकारको आभिमुख्य स्पष्ट होई जाइछि। छत्तीसगढ़ ओ ओडिशारे ट्रिपल सरकार चालुथिबा बेले ओडिया अस्मितार रक्षा पाई छत्तीसगढ़ विरुद्धरे स्वर उत्तोलन करिबा सह समस्यार समाधान करिबे कि समान भावे विषयरे ओडिशार स्वार्थरक्षा पाई उभय केंद्र ओ आंध्र सरकारंको सह राज्य सरकार आलोचना करिबे कि बोली एक अणतारका प्रश्न करिथिले। आजि विधानसभा द्वितीय अधिवेशनर रथ दिन। आजि मध्य प्रश्नकाल आरंभरु विरोधींको हट्टगोल देखिबाकू मिलिथिला। चिकिटी मदमृत्यु प्रसंगकू नेई गृहरे प्रबल हट्टगोल करिथिले विरोधी। अबकारी मंत्रींको इस्तफा दाबी करिसंती। मुलतवी प्रस्ताव आलोचना बेले अबकारी मंत्री उत्तर रखिसंती। अबकारी मंत्री कहिसंती जे डांस बार संपूर्ण बंद कराजिबो। स्कूल, कॉलेज ओ मंदिर पाखरे मद दुकान रहिबो नाही। निर्दिष्ट दूरतारे मद दुकान रहिबो। एक वर्ष मध्यरे चोरा मद नेटवर्क बंद कराजिबो। सरकारी जागारे हेउथिबा मद कारबार को बुलडोजर लगाई भंगाजिबो। चिकिटी मृतक तथ्य लुचा जाय नाही। पोस्टमार्टम रिपोर्ट आसिले सार्वजनीन हेबो। बेआईन मद कारबार नेटवर्क को संपूर्ण भंगाइबो बोली अबकारी मंत्री पृथ्वीराज हरिचंदन कहिथिले। तेबे अबकारी मंत्रींको उत्तररे असंतुष्ट होई बीजेडी और कांग्रेस विधायक कक्ष त्याग करिथिले। कोलकाता आरजीके हॉस्पिटल महिला डाक्तर दुष्कर्म एवं हत्या घटना। एही घटना को नेई सारा देशरे प्रतिवाद जारी रहिछि। एहारी मध्यरे ओडिशा सरकार मध्य सजाग होइछंती। खूब शीघ्र ओडिशार समस्त हॉस्पिटल और मेडिकल कॉलेज आसुछि स्वतंत्र एसओपी। उभय सरकारी और घरोई हॉस्पिटल पाई कड़ाकड़ी भावे लागू हेबो एही एसओपी। कोलकातारे जेभଳି कांड हेला सेभଳି कांड जेभଳି न हेबो सेथिपाई एसओपी रे स्वतंत्र व्यवस्था करा जाइछि। हॉस्पिटल और मेडिकल कॉलेज रे केउठी पुलिस किंबा सिक्यूरिटी मुतयन हेबे, केउठी केमिति आलोकर व्यवस्था हेबो सेभଳି नियमावली रहिबो। कड़ाकड़ी भावे नियम पालन करिबाकू कुहाजिबो। हॉस्पिटल रे काम नथिबा बाहर लोकंको प्रवेशकू बंद करिबा उपरे गुरुत्व दियाजिबो। प्रिंसिपाल और सुपरिटेंडेंटंको दायित्व एहाकू पालन करिबे। सरकारी हॉस्पिटल सहित घरोई हॉस्पिटल रे मध्य एही नियम लागू कराजिबो। अयोग्य क्रू मेंबरंकू नेई उड़ान भरिबा एयर इंडिया को भारी पड़िछि। एभଳି करिथिबारु बेसामरिक विमान चलाचल निर्देशालय बा एयर इंडिया उपरे 90 लाख टंकार जरिमाना लगाइछि। एहा व्यतीत निर्देशालय, एयर इंडियार परिचालना निर्देशक एवं प्रशिक्षण निर्देशकंको उपरे क्रमशः 6 लाख टंका एवं 3 लाख टंकार जरिमाना लगाइछि। डीजीसीएर एक प्रेस रिलीज अनुजाई एयर इंडिया लिमिटेड जणे नॉन ट्रेनर लाइन कैप्टेन को नहीं उड़ान भरिथिला। निर्देशालय एहाकू एक संवेदनशील घटना बोली कहिबा सह एहाद्वारा गुरुतर सुरक्षा परिस्थिति उपजिथांता बोली कहिछि। एहा सह डीजीसीए उक्त पायलटंकू भविष्यतरे आउ एभଳି न करिबाकू चेतावनी मध्य देइछि। प्रधानमंत्रींको द्वारा जारी हेला नुआ योजना। एही योजना माध्यमरे एणिकी समस्तंकू मिलिबो पक्का घर। 2024 साधारण निर्वाचन जीतिबा परे प्रधानमंत्री नरेंद्र मोदी प्रथम कैबिनेट बैठकरे एही योजनार अनुमोदन करिसंती। एही योजना अनुसारे आपणंकू पक्का घर मिली पारे। तेबे एही योजनार मूल लक्ष्य हेउछि देशरे जेपरि कौनसी भी व्यक्ति बेघर न हुअन्तु। सूचना अनुसारे एही 9 वर्ष मध्यरे उभय ग्राम और सहर स्तररे प्रायतः 1 कोटीरु ऊर्ध्व घर बंटा जाइछि। तेबे आपण भी चाहिए एथिपाई आवेदन करि पारिबे। खूब शीघ्र आलू और प्याज मूल्य खसिबो। कोलकातारू ट्रक आलू आसी ओडिशारे पहुंचिछि। 2 दिन मध्यरे उत्तर प्रदेशरू टी ट्रेन रे आलू आसी पहुंचिबो। प्याज भी सरकार नाफेड माध्यमरे क्रय करिबाकू निष्पत्ति नेइछंती। नाफेड रे लक्ष्य मेट्रिक टन प्याज महजूद रहिछि। नाफेड दैनिक 2 ट्रक प्याज राज्यकू जोगाई देबाकू सम्मति जणाइछि। आलू परी प्याज दर भी कमिजिबो। आलू प्याज को नहीं खाउटी चिंता प्रकट न करिबाकू खाद्य जोगाण और खाउटी कल्याण मंत्री कृष्णचंद्र पात्र कहिसंती। अपरपक्षरे आलू किलो पिछा मूल्य 20 टंका को खसिथिबा जणा पड़िछि। राज्य सरकार विभिन्न सबडिविजन टी शीतल भंडार निर्माण करिबाकू निष्पत्ति नेइछंती। लक्ष्मी प्रसंगरे परिवहन मंत्री विभूति भूषण जेनांको बड़ बयान। लक्ष्मी बस खतिरे चालुथिबा विधानसभा रे सूचना देइछंती परिवहन मंत्री। से गृहरे कहिसंती जे सरकार 374 कोटी 8,58,055 टंका खतिरे अछंती। अक्टोबर 2023 रु अगस्त 2024 जाए 10 मासरे एतिकी क्षति होइथिबा बीजेपी विधायक विभूति भूषण प्रधानଙ୍କ प्रश्नरे उत्तर रखिसंती परिवहन मंत्री। सेहीपरि परिवहन मंत्री उत्तररे आहुरी कहिसंती जे लक्ष्मी योजनारे राज्यरे टी चालिछि।
ଚଳାଚଳ ବାବଦରେ ରାଜ୍ୟ ସରକାର 399 କୋଟି 12,84,640 ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର 25 କୋଟି 3,86,585 ଟଙ୍କା। ଡିସେମ୍ବର ଶେଷ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନ ମିଳିବ ଜମି ପଟ୍ଟା। ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ସରକାରୀ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। 24 ବର୍ଷର ବିଜେଡି ସରକାର ସମୟରେ ଅନେକ ସ୍କୁଲ ଓ କଲେଜର ନିଜସ୍ୱ ଜମି ନାହିଁ। ଅନ୍ୟ କାହା ଜମିରେ ସ୍କୁଲ କଲେଜ ଚାଲୁଛି। କିନ୍ତୁ ବର୍ତ୍ତମାନର ମୋହନ ସରକାର ପ୍ରାଥମିକ ସ୍କୁଲରୁ ଆରମ୍ଭ କରି ସମସ୍ତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜସ୍ୱ ଜମି ପଟ୍ଟା ପହଞ୍ଚାଇବେ ବୋଲି ସେ କହିଛନ୍ତି। ଓଡ଼ିଶାରେ ଅଛି ସୁନା ଖଣି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା। ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା ସେ କହିଛନ୍ତି। ଦେବଗଡ଼ ଜିଲ୍ଲା ଆଡାସ ରାମପାଲି ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି। ଆଇଦାରା ତମ୍ବାପଥର ଅନ୍ୱେଷଣ ବେଳେ ସୁନା ସନ୍ଧାନ ମିଳିଛି। ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଜଣାପଡ଼ିଛି। ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା। ସରିଛି ନିର୍ବାଚନ, ହେଲେ ସରୁନାହିଁ ହାଇକୋର୍ଟଙ୍କ ନୋଟିସ୍। ପୁଣିଥରେ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ଜାରି କରିଛନ୍ତି ନୋଟିସ୍। ଏଥର ବିଧାୟକ ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ଜାରି କରିଛନ୍ତି। ସମ୍ବଲପୁର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ନୋଟିସ୍ ହୋଇଛି। ତ୍ରୁଟିପୂର୍ଣ୍ଣ ନାମାଙ୍କନ ଦାଖଲ ଓ ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଆଣିଛନ୍ତି ସୁବାସ ମହାପାତ୍ର। ସୂଚନା ଥାଉ କି ଏହା ପୂର୍ବରୁ ନିର୍ବାଚନୀ ଅନିୟମିତତା ମାମଲାରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଜାରି କରିଥିଲେ ହାଇକୋର୍ଟ। ଏହାସହ ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କୁ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ୍ ଦେଇଥିଲେ। ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ୍ ହାର ରହିଛି 55.4% ରହିଛି। ସପ୍ଲିମେଣ୍ଟାରୀ ସହ ପ୍ରକାଶ ଓପନ୍ ସ୍କୁଲ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓପନ୍ ସ୍କୁଲ ପରୀକ୍ଷାରେ ପାସ୍ ହାର 55% ରହିଛି। ଅପରାହ୍ନଟାରୁ ଅନଲାଇନରେ ଉପଲବ୍ଧ ହେବ ପରୀକ୍ଷା ଫଳ। ମଦ୍ୟପାନ କରି ଗାଡ଼ି ଚଳାଇବା କାରଣରୁ ଅନେକ ଦୁର୍ଘଟଣା ଘଟିବା ସହ ଜୀବନହାନି ହେଉଛି। ତେଣୁ ମଦୁଆ ଡ୍ରାଇଭରଙ୍କୁ ସାବାଡ଼ ପାଇଁ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଏନେଇ ଘଟଗାଁ ପୋଲିସ ପକ୍ଷରୁ ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ସ୍ଥିତ ଟୋଲଗେଟ୍ ନିକଟରେ ରାଜପଥରେ ଯାତାୟତ କରୁଥିବା ଗାଡ଼ିର ଡ୍ରାଇଭରମାନଙ୍କୁ ବ୍ରିଥ ଆନାଲାଇଜର ସାହାଯ୍ୟରେ ଚେକିଂ କରାଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭର ଚେକିଂରେ ଧରାପଡ଼ିଲେ ପୋଲିସ ଫାଇନ୍ ଆଦାୟ କରୁଛି। ଆଗକୁ ଏଭଳି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକର ସମାବର୍ତ୍ତନ ସମାରୋହରେ ଏବେ ଆଉ ଗ୍ରହଣୀୟ ହେବ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ରୀୟ ହସ୍ପିଟାଲଗୁଡ଼ିକୁ ସମାବର୍ତ୍ତନ ସମାରୋହରେ ଓ ବଦଳରେ ଭାରତୀୟ ପୋଷାକ କରାଇବାକୁ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ରୀୟ ହସ୍ପିଟାଲର ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ଚିଠି ଲେଖାଯାଇଛି। ଏହି ଚିଠିରେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ସମାବର୍ତ୍ତନ ସମାରୋହରେ ବ୍ୟବହୃତ ଡ୍ରେସ୍ ବ୍ଲାକ୍ ଗାଉନ୍ ଓ କୁ ଭାରତୀୟ ପୋଷାକରେ ପରିବର୍ତ୍ତନ କରିବେ। ସମାବର୍ତ୍ତନ ସମ୍ମିଳନୀର ଡ୍ରେସ୍ କୋଡ୍ ରାଜ୍ୟର ବେଶଭୂଷା ଏବଂ ପରମ୍ପରା ଆଧାରରେ ହେବା ଉଚିତ ବୋଲି ମନ୍ତ୍ରଣାଳୟ କହିଛି।